ବର୍ତ୍ତମାନ ଭିଡ଼ିଓ ଭାଇରାଲ ହେଉଛି ହିମାଂଶୁ ସାଗରଙ୍କ ଭିଡ଼ିଓ ଭାଇରାଲ ଏବେ ହେଉଛି କ'ଣ କହିବେ? ହିମାଂଶୁ ସାଗର ଜଣେ ଭଲ ଗାୟକ, ଓଡ଼ିଶାରେ ତାଙ୍କ ନାଁ ଅଛି। ମଝିରେ ତାଙ୍କ ସ୍ତ୍ରୀ ତାଙ୍କୁ ଗୁଡ଼ାଏ ବଦନାମୀ କରି ତାଙ୍କର ପଇସା ପତ୍ର ଚିଠା କାଟିକି ନେଇ ପଳେଇଥିଲା। ଏବେ ଗୋଟେ ଭିଡ଼ିଓ ତାଙ୍କ ସ୍ତ୍ରୀର ଭାଇରାଲ ହେଉଛି। ସେ ଗୋଟେ କଲେଜ ଭିତରେ ପଶି ବାଡ଼ିଆ ପିଟା କରୁଛନ୍ତି। ଯେଉଁ କଲେଜରେ ତାଙ୍କ ବାପା ପ୍ରିନ୍ସିପାଲ ଥିଲେ, ରିଟାୟାର୍ଡ କଲା ପରେ ଜୋର ଜବରଦସ୍ତ ମାଡ଼ି ବସି କଲେଜକୁ ଚଲାଇଛନ୍ତି। ସେଠି ବାପା ପାଇଁ ଗୁଣ୍ଡା ହେଇକି ଯାଇଥିଲେ ହ୍ୟୁମାନ ସାଗରଙ୍କର ଝିଅ, ହ୍ୟୁମାନ ସାଗରଙ୍କ ସ୍ତ୍ରୀ। ତେଣୁ ହ୍ୟୁମାନ ସାଗରଙ୍କ ସ୍ତ୍ରୀ ଜଣାପଡ଼ୁଛି ଗୋଟେ ଗୁଣ୍ଡା, କାରଣ ସେ ବହେ ମଦ ପିଅନ୍ତି। ମଦ ନ ପିଇଲେ ତାଙ୍କୁ ନିଦ ହୁଏନି। ତେଣୁ ଏଇ ମଦ ପିଇବାକୁ ନେଇକି ହ୍ୟୁମାନ ସାଗର ସହିତ ତାଙ୍କ ସ୍ତ୍ରୀର କଳି ହେଇଥିଲା। ଜଣେ ମହିଳା, ତମେ ଜଣେ ଓଡ଼ିଶାର ଝିଅ ହୋଇ ତମେ ମଦ ଗୁଡ଼ା ପିଇକି ଭାଷା କହି ଲୋକଙ୍କୁ ଗାଳିମନ୍ଦ ଯେଉଁ କରୁଛ, ତେଣୁ ତମେ ଶୋଭା ପାଉନି। ସେଇ ଯେଉଁ ତମର ନଙ୍ଗୁଳି ନାଚବାଲିଙ୍କ ସହିତ ତମେ ସମାନ ହେଇଯାଉଛ। ତେଣୁ ବାପ ପାଇଁ ଯଦି ଗୁଣ୍ଡା ହେଇକି ଗଲ ଭଲ କଥା, କିନ୍ତୁ ଭାଷା କହି ଗାଳିମନ୍ଦ କରିବା ଆଉ ଜଣେ ମହିଳାଙ୍କୁ କେତେ ଦୂର ଯୁକ୍ତିଯୁକ୍ତ? ତେଣୁ ତମ ବାପା ଯାହା ସେ କଲେଜରୁ ଲୁଟି ଖାଇଛନ୍ତି, ତାଙ୍କ ନାଁରେ ଯେଉଁ ସବୁ କେଳେଙ୍କାରୀ ଅଛି, କାଳେ ଧରା ପଡ଼ିଯିବ ବୋଲି ତମ ବାପା କଲେଜ ମାଡ଼ି ବସିଛନ୍ତି। ତମେ ସେଥିରେ ଯାଇ ଗୁଣ୍ଡା ବାଡ଼ିଆ ପିଠା କରୁଛ। ଆଉ ହ୍ୟୁମାନ ସାଗରକୁ ବ୍ଲାକମେଲିଂ କରି ଯେଉଁ ଟଙ୍କା ନେଇଥିଲ, ସେଇ ଟଙ୍କାରେ ଐଶୀ କରୁଛ। ତମକୁ ଲାଜ ସରମ ନାହିଁ? ସ୍ୱାମୀ ପଇସା ନେଇକି ତମେ ଐଶୀ କରିକି ମଦ ପିଇକି ଗୁଣ୍ଡାଗିରି କରୁଛ।